ପ୍ରକୃତରେ ସିଏ ଥିଲେ ଦାଦା, ମୁଁ ଥିଲି ବହିଦା। ମତେ ଲାଗୁଛି ଆଜି ବହିଦା ଦାଦାଙ୍କୁ ହରିଲା ପରେ ବେସାରା ହେଇଯାଇଛି। ପ୍ରକାଶ ସାର୍ଙ୍କ ପରେ ଯଦି ଓଡ଼ିଶାରେ ଓଡ଼ିଆ ଲୋକଙ୍କୁ ଓଡ଼ିଆ ଗୀତ ଶୁଣେଇବାର ପ୍ରଚେଷ୍ଟା କିଏ କରିଥାଏ ସେ ହେଉଛନ୍ତି ଅଭିଜିତ ମଜୁମଦାର। ସେ ଡ୍ୟାନ୍ସ ନମ୍ବର ହଉ, ରୋମାଣ୍ଟିକ ହଉ, ସ୍ୟାଡ୍ ହଉ ବା ପ୍ରତ୍ୟେକ ସିନେମାରେ ଡ୍ରାମାକୁ ବୁଝି ଗୀତ କରୁଥିବା ବ୍ୟକ୍ତିତ୍ୱ ଜଣେ ଯେ ଥାଏ ସେ ହେଉଛନ୍ତି ଅଭିଜିତ ମଜୁମଦାର। ତେଣୁ ମୋର ତାଙ୍କର ଏଇ ବ୍ୟକ୍ତିତ୍ୱ ସିଏ ଥିଲେ ଦାଦା, ମୁଁ ଥିଲି ବହିଦା। ମତେ ଲାଗୁଛି ଆଜି ବହିଦା ଦାଦାଙ୍କୁ ହରିଲା ପରେ ବେସାରା ହେଇଯାଇଛି। ମୁଁ ମୋ କଥା କହିବି ବୋଧେ ମୁଁ ବହୁତ ସାରା ଫିଲ୍ମରେ ସିକ୍ୱେନ୍ସ ପଡ଼େ, ମୁଁ ଟିକେ କନଫ୍ୟୁଜ ହେଲେ ମୁଁ ଦାଦାଙ୍କୁ ପଚାରିଥାଏ, ଦାଦା ଏଇ ସିକ୍ୱେନ୍ସ କେମିତି ଗୀତ ହବ, ସିଏ ମତେ ବତେଇ ଦିଅନ୍ତି। କେବେ ଭାବନ୍ତିନି ଇଏ ମ୍ୟୁଜିକ୍ ଡାଇରେକ୍ଟର ମୋର ହଉଛି କମ୍ପିଟେଟର। ସେ କେବେ ଭାବନ୍ତିନି, ସବୁବେଳେ ଚାହାନ୍ତି ଓଡ଼ିଆ ଗୀତ ଆଗକୁ ଯାଉ, ଓଡ଼ିଆ ଗୀତ କେମିତି ଓଡ଼ିଆ ଲୋକଙ୍କ ପାଖରେ ପହଞ୍ଚୁ, ଓଡ଼ିଆ ଯୋଉ ଅନ୍ୟ ଲାଙ୍ଗୁଏଜ ମାନଙ୍କର ଗୀତ ଏଠି ଦବଦବା ଅଛି ତାକୁ କେମିତି ହଟି ଯାଉ, ସମସ୍ତେ କେବଳ ଓଡ଼ିଆ ଗୀତ ଶୁଣନ୍ତୁ। ସେଇ ଯୋଉ ପ୍ରଚେଷ୍ଟା ଦାଦାଙ୍କର ଯାହା ଥିଲା, ମତେ ଲାଗୁଛି ସେଇଭଳିଆ ବ୍ୟକ୍ତିତ୍ୱ ଆଉ ଜଣେ କେହି ଓଡ଼ିଶାରେ ଅଛନ୍ତି। ତେଣୁ ତାଙ୍କର ଗୀତ ସବୁଦିନ ମନେ ରହିବ। ଆଉ ଭାରି ବହୁତ ସାରା ବହୁତ ଭଲ ଗୀତ କରିଛନ୍ତି। ଏତେ ବ୍ୟତୀତ ଜଣେ ଭଲ ଲୋକ ଥିଲେ, ଏତେ ଭଦ୍ର ଲୋକ, ଏତେ ଭଲ ଲୋକ, ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରିବା, ସବୁବେଳେ କେମିତି ଆମ ଗୀତ ଆଗକୁ ଯାଉ ସେ କଥା ଚିନ୍ତା କରିବାର ବ୍ୟକ୍ତିତ୍ୱ ବୋଧେ ଆଉ କେହି ନାହାନ୍ତି। ତେଣୁ ଦାଦାଙ୍କୁ ହରେଇ ଆମ ସଙ୍ଗୀତ ଜଗତ ବହୁତ ବଡ଼ କ୍ଷତି ହେଇଛି। ଆଉ ବୋଧେ ସେଇଭଳିଆ ବ୍ୟକ୍ତିତ୍ୱ ଆଉ ମତେ ମିଳିବା ଭଳିଆ କାଇଁ ଲାଗୁନି। ଆଉ ମୁଁ ଏକଥା ଏତିକି କହିବି ଯେ ଦାଦାଙ୍କ ଆତ୍ମା ସ୍ୱର୍ଗତ ହଉ, ଯୋଉଠି ଥିଲେ ଭଲ ଥାଆନ୍ତୁ। ଆଉ ସାରା ଓଡ଼ିଶାବାସୀ ଅଭିଜିତ ମଜୁମଦାରଙ୍କୁ ସାରା ଜୀବନ କେବେ କେହି ଭୁଲି ପାରିବେନି। ତାଙ୍କ ଗୀତ ଯେତିକି ସେ ଗୀତ ଦେଇଛନ୍ତି, ସବୁ ଗୀତରେ ଗୋଟେ ମିଠା କଥା ଥାଏ। ସେ ସ୍ୟାଡ୍ ହଉ, ରୋମାଣ୍ଟିକ ହଉ ବା ଡ୍ୟାନ୍ସ ନମ୍ବର ହଉ, ସବୁଥିରେ ଗୋଟେ ଓଡ଼ିଆତ୍ୱ ଥାଏ, ଯୋଉଥିପାଇଁ କି ସବୁ ଗୀତ ଆମ ରକ୍ତରେ ପ୍ରବାହିତ ହଉଛି। ତେଣୁ ଯେତେ ଦିନ ଯାଏ ଏ ଗୀତ ଥିବ ଅଭିଜିତ ମଜୁମଦାରଙ୍କୁ କେହି କେହି ଭୁଲି ପାରିବେ ନାହିଁ। ନିହାତି ଅଭିଜିତ ମଜୁମଦାରଙ୍କର ଏହା ଗୋଟେ ଥିଲା ଯେ କିଛି ଯଦି ଯୋଉମାନେ ଅଛନ୍ତି ଆଉ କିଛି ନୂଆ ସୃଷ୍ଟି ନ କରିବା ତେବେ ଆଗକୁ ଚାଲିବ କେମିତି ସଙ୍ଗୀତ। ତ ସେଥିପାଇଁ ତାଙ୍କ ଦ୍ଵାରା ବହୁ ଜଣ ସୁଯୋଗ ପାଇଛନ୍ତି। ସେ ଗୀତିକାର ହୁଅନ୍ତୁ, କଣ୍ଠଶିଳ୍ପୀ ହୁଅନ୍ତୁ, ମ୍ୟୁଜିସିଆନ ହୁଅନ୍ତୁ, ରେକର୍ଡିଷ୍ଟ ହୁଅନ୍ତୁ ବା ଯେତେ ମ୍ୟୁଜିକ୍ ସହିତ ଯେତେ ଜଡ଼ିତ ସମସ୍ତଙ୍କୁ ସେ ନୂଆ ଦେବାର ଭାରି ମାହିର ଥିଲେ। ଯେ ସବୁବେଳେ ଚାହୁଁଥିଲେ ଯେ କିଛି ନୂଆ ବ୍ୟକ୍ତିତ୍ୱ ନେଲେ କିଛି ନୂଆ କାମ ବାହାରିବ, କିଛି ଗୀତ ଅଲଗା ଲାଗିବ, କିଛି ନୂଆ ଲାଗିବ। ସେଇ ପ୍ରଚେଷ୍ଟା ସବୁବେଳେ କିଛି ନୂଆ କରିବାର ପ୍ରଚେଷ୍ଟାରେ ବହୁ ଜଣ ନୂଆକୁ ସେ ସୁଯୋଗ ଦେଇଛନ୍ତି। ଏବଂ ଆଜି ସେ ଆମ ପାଖରେ ଛାଡ଼ି ଚାଲିଯାଇଛୁ, ଆମେ କେହି ବିଶ୍ୱାସ କରିପାରୁନୁ। ଆମେ ଭାବୁ ଯେ ଦାଦା ଆମ ସହିତ ଏବେ ବି ଅଛନ୍ତି ଏବଂ ଆମ ସହିତ ସବୁଦିନ ରହିବେ। ସେତେବେଳେ ଏମ୍ସ ଯେତେବେଳେ ଆସି ଦାଦା ପଡ଼ିଲେ ସେତେବେଳେ ଦେଖା ହେଇଥିଲା, କିନ୍ତୁ କଥାବାର୍ତ୍ତା ହେଇନଥିଲା, ଖାଲି ଆମେ ଏମ୍ସ ଆସି ଦେଖିଥିଲି। ଆଉ କଥା ହେଇଥିଲୁ ଯେ ଏମ୍ସ ଆସିବା ପୂର୍ବରୁ ଆମ ସହ କଥା ହେଇଥିଲା, ଦେଖା ହେଇଥିଲା। ନିହାତି ବୋଧେ ଭଗବାନଙ୍କର ଖରାପ ଦୃଷ୍ଟି ଏବେ ଇଣ୍ଡଷ୍ଟ୍ରି ଉପରେ ଚାଲିଛି। ହ୍ୟୁମାନ ସାଗର ପରେ ଅଭିଜିତ ମଜୁମଦାର ଚାଲିଗଲେ, ତେବେ ଜଗନ୍ନାଥ ପାଖରେ ପ୍ରାର୍ଥନା କରିବି ଏଭଳି କାହାରୁ ଆଉ କିଛି କ୍ଷତି ନ ଘଟୁ, ସମସ୍ତେ ଭଲ ରୁହନ୍ତୁ, ସମସ୍ତେ ସୁସ୍ଥ ରୁହନ୍ତୁ। ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରି ଯାହା ଯାହା କ୍ଷତି ହଉଛି, ଭାରି ଦୁଃଖର କଥା, ସେ କ୍ଷତି ଆଉ ପୂରଣ ହେଇପାରିବ ନାହିଁ। ସେଇଭଳିଆ ବ୍ୟକ୍ତିତ୍ୱ, ସେଇଭଳିଆ ସଂଗୀତ ଦେଶ, ସେଇଭଳିଆ କଣ୍ଠଶିଳ୍ପୀ ଆଉ ବାହାରିବେ ଏକଥା କାହିଁ ମତେ ଲାଗୁନି। ନିହାତି ଆଶା କରିବି ଜଗନ୍ନାଥ ସହାୟ ହୁଅନ୍ତୁ ଆମ ଇଣ୍ଡଷ୍ଟ୍ରିକୁ, ସମସ୍ତଙ୍କୁ ଏବେ ଭଲ ରଖନ୍ତୁ। क्या आप चाहते हैं ताज़ा, स्वादिष्ट और पौष्टिक मशरूम आपके घर तक पहुंचे? तो आज ही जुड़िए कल्याणी मशरूम सेंटर के साथ। यहाँ मिलता है फार्म फ्रेश मोजो मशरूम, मुलायम पनीर, ताज़ा ग्रीन मटर, स्वीट कॉर्न और बेबी कॉर्न, सब कुछ एक ही जगह, बेहतरीन क्वालिटी के साथ। हम देते हैं होलसेल और रिटेल दोनों सुविधाएं। आज ही डिस्ट्रीब्यूटरशिप लेने के लिए कॉल करें 9370967882 या 9040091506। कल्याणी मशरूम सेंटर, ओडिशा का भरोसेमंद नाम, मोजो मशरूम और डेयरी प्रोडक्ट्स में।